କୁହନ୍ତି ଡେଲି ଲାଇଫରେ ଆମେ ନା ଯଦି ଛୋଟ ଛୋଟ ଜିନିଷକୁ ଅବଜର୍ଭ କରିବା ତାହେଲେ ବହୁତ କିଛି ଆମେ ଶିଖିପାରିବା। ସେମିତି ଗୋଟେ କେବେ ଯଦି ଆପଣ ପିମ୍ପୁଡ଼ିର ଭରାକୁ ଦେଖିଥିବେ ତ ସେମାନେ କଣ କରନ୍ତି, ଯୋଉ ଭରାଟା ଗୋଟେ ଜାଗା ଥାଏ, ସେମାନେ ଖାଦ୍ୟ ଯେତେବେଳେ ଆଣିବାକୁ ଯାଆନ୍ତି ତ ଗୋଟେ ଲାଇନରେ ପୁରା ଯାଆନ୍ତି, ମାନେ ତା ପଛକୁ ତା ପଛକୁ ତା ପଛକୁ, ମାନେ ପୁରା ଧାଡି ଲମ୍ବିକି ଥାଆନ୍ତି। କେହି ମାନେ ଅଲଗା ଧାଡ଼ିରେ ଯାଆନ୍ତି ବି ନାହିଁ। ଯଦି ବାଟ ବି ଆପଣ ଭାଙ୍ଗିଦେବେ ମଝିରୁ ତ ସେମାନେ ସେଇ ରାସ୍ତାଠୁ ଯଦି ଜଣେ ଷ୍ଟାର୍ଟ କରି ଗଲା ମାନେ ବୁଲିକି ତା ପଛକୁ ତା ପଛକୁ ସେ ସେଇ ରାସ୍ତାରେ ସେମିତି ହିଁ ଲାଇନ ପୁରା ଯାଆନ୍ତି। ତ ସେମାନଙ୍କଠୁ ଏଇ ଜିନିଷଟା ଶିଖିବା ଦରକାର ଯେ ତାଙ୍କୁ ଡେଷ୍ଟିନେସନଟା ଜଣା ଅଛି ତାଙ୍କର, ଯେ ଆମକୁ ଏଇ ଜାଗାକୁ ଯାଇକି ଏଇଠି ଖାଦ୍ୟ ଆଣିବାର ଅଛି। ତ ଆମେ ଗୋଟେ ହିଁ ଲାଇନରେ ଗଲେ ସେଇଠୁ ଯାଇକି ଆଣିପାରିବା। ଆଉ ସେମାନେ କଣ କହିଲ, ଗୋଟେ ଲକ୍ଷ୍ୟରେ ହିଁ ଥାଇକି କନସିଷ୍ଟେନ୍ସି ମେଣ୍ଟେନ୍ କରିକି ସେମାନେ ସେଇ ଜିନିଷଟା ହାସିଲ କରନ୍ତି। ସେମିତି ଆମ ଲାଇଫରେ ବି ସେମିତି ଆମକୁ ଗୋଟେ ହିଁ ଗୋଲ ରଖିକି ତା ଉପରେ ଫୋକସ୍ କରିକି ଲାଇଫରେ ତାକୁ ଆଚିଭ୍ କରିବା ପାଇଁ ତା ଉପରେ କନସିଷ୍ଟେନ୍ସି ଦେଇ ରଖିକି ମାନେ ଆମର ଏଫର୍ଟ ଦବାର ଅଛି, ତାକି ସେ ଜିନିଷଟା ଆମେ ହାସିଲ କରିପାରିବା।